ରୂପେ ପାଳୁଥିବେ। ଦେଖନ୍ତୁ ବାହାରେ କେତେ ଜୋର ଖରା ହେଇଛି ମାନେ ଘରକୁ ଯୋଉମାନେ ବି ଯାଉଛନ୍ତି ବାହାରକୁ ଜାଣିପାରୁଥିବେ ଆଜି ଖରାର ତାପମାତ୍ରା କେତେ ଦୂର ଅଛି। ମାନେ ଘରୁ ଟୋଟାଲି ପଦାକୁ ବାହାରି ହଉନି। ଏବେ ଯାଇଥିଲି ବାହାରକୁ ମାନେ ରଜ ପାଇଁ ଏକରେ ତ ନଈରେ ପାଣି ଦୁଇରେ ଖରା ଅତି ଭୟଙ୍କର ଖରା। ଯେ କି ବାହାରକୁ ଗଲେ ଟୋଟାଲି ଭିଡ଼ିଓ ଯେଉଁ ଆମର ଲାଇଭ୍ ଚାଲୁଛି ଟୋଟାଲି ଆପଣମାନଙ୍କୁ କିଛି ବି ଦେଖାଯିବନି। ଯାହା ସବୁ ଧଳା ମଳା ଦେଖାଯିବ। ସେଥିପାଇଁ ମୁଁ ଟୋଟାଲି ବାହାରକୁ ଯାଉନି କି ଲାଇଭ୍ ବାହାର ବି କରୁନି। କାହିଁକିନା ପ୍ରବଳ ଖରା ହେଇଛି ଆଉ ସେଥିପାଇଁ ଦେଖନ୍ତୁ କେତେ ପୁରା ଧଳା ଦେଖାଯାଉଛି ପୁରା ଖରା ହେଇଛି। ସାଙ୍ଗେ ସାଙ୍ଗେ ନା ଆସିଲି ବନ୍ଦ ଆଡ଼େ ଯାଇଥିଲି ପ୍ରବଳ ଖରା ପ୍ରବଳ ଗରମ ହେଉଛି। ଜୟ ଜଗନ୍ନାଥ ଲାଇଭ୍ ଚାଲୁଛି ଆପଣମାନେ ଲାଇଭ୍ ଟେଲିକାଷ୍ଟରେ ଯୋଡ଼ି ହୁଅନ୍ତୁ। ଲାଇଭ୍ 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 ଚାଲୁଛି। ରଜ ପାଇଁ ବୋଧେ କି କୁଆଡ଼େ ସବୁ ଯାଇଛନ୍ତି ବୁଲିବା ପାଇଁ ଯେ ସେଥିପାଇଁ ଲାଇଭରେ ଜଏନ୍ କରୁନାହାନ୍ତି। ଆମେ ଏଥର ଯିବା ଟିକେ ବୁଲାବୁଲି କରିକି ଆସିବା। ଯାଇକି କେମିତିଆ କାଲି ସମସ୍ତେ ଦେଖିଥିବେ ଲାଇଭ୍ ବିରେ ଆଜି ଦେଖନ୍ତୁ ଖରା ରଜ ପାଇଁ ସମସ୍ତେ ପୁରା ବୁଲାବୁଲି କରୁଛନ୍ତି ଖରାରେ। ଏତେ ଜୋର ଖରା ହେଇଛି। ମୁଁ ଖାଲି ଗୋଟିଏ କଥା କହିବା ପାଇଁ ଚାହିଁବି ଯେଉଁ ଖରା ଦେଖିକି ଆପଣ ସିନା ବାହାରକୁ ବାହାରୁଛନ୍ତି କିନ୍ତୁ କେଉଁଠି ବାଟରେ ପାଣି ଫାଣି ସଫିସିଏଣ୍ଟ ପିଅନ୍ତୁ କାହିଁକିନା ଯେଉଁ ଭଳିଆ ଖରା ହେଇଛି ରଜର ଛଇ ସମସ୍ତଙ୍କର ଛାଡ଼ିଯିବ ଯେଉଁ ଭଳିଆ ଖରା ହେଇଛି। ଆଉ ଯେଉଁ ଭଳିଆ ଗୁଳୁଗୁଳି ହେଉଛି ଆଉ ଯେଉଁ ଭଳିଆ ଗରମ ହେଉଛି ରଜ ହେଇଯିବ ପୁରା ଗୋଲ ପୁରା। ସେଥିପାଇଁ ଆପଣମାନେ ଟିକେ ହୁସିଆରି ରୁହନ୍ତୁ। ଆଉ ସତର୍କ ରୁହନ୍ତୁ ସତର୍କ ଯିବି ରଜ ପାଳିବା ନିହାତି ଦରକାର। କାହିଁକିନା ରଜ ପାଳିବା ପାଇଁ ହେଲେ ତମ ଜୀବନ ଦେବାକୁ ଲୋକମାନେ ଯାହା ବି ହେଲେ ଇଏ କରିବେ। ଖରାଟା ହେଇଛି ଯେଉଁ ଭଳିଆ ଅତି ଭୟଙ୍କର ଖରା ତାପରେ ଘର ଭିତରେ ଆପଣଙ୍କୁ ମୁଁ ସେଦିନ ଦେଖେଇଥିଲି ପୁରା ଭୋଲ୍ଟେଜ୍ ପୁରା ଡାଉନ୍। ଅତି ଭୟଙ୍କର ଅବସ୍ଥା ଯିଏକି ବାହାରେ ପ୍ରବଳ ଖରା ହେଇଛି। ଆଉ ଘର ଭିତରେ ବି ଗରମ ଲାଗୁଛି। ସମସ୍ତେ ତାହେଲେ ଯାଇଛନ୍ତି ଲାଇଭ୍ ଟା ଆଜି କାଇଁ ଜଏନ୍ କେହି କରୁନାହାନ୍ତି। ଜୟ 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 ଶ୍ରୀ ରାମ। ଜୟ ଶ୍ରୀ ରାମ ଜୟ ରାମ। କିନ୍ତୁ ଆଜିକା ଡେଟରେ ଯେଉଁ ଲାଇଭ୍ ଚାଲୁଛି ସମସ୍ତେ ଜଏନ୍ କରନ୍ତୁ। ଦେଖିବା। ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ। ଲାଇଭରେ ସମସ୍ତେ ଜଏନ୍ କରନ୍ତୁ। ଆଜି କେହି ବି ନାହାନ୍ତି ଲାଇଭ୍ ଜରିଆରେ ଛାଡ଼ନ୍ତୁ।
ଜାଗାରେ